ଭାବୁଛି ଆପଣ ନିହାତି ଭଲ ଥିବେ। ତ ଆଜି କିଛି ଏମିତି ଘଟଣା ଆପଣଙ୍କ ସହିତ ସେୟାର କରିବି, ନିହାତି ଶୁଣିବା ଦରକାର। କି ମୋତେ କହୁଛନ୍ତି କି ତୋର ଭିଡ଼ିଓ ଗୁଡ଼ିକ ଭାଇରାଲ ହେଉନି, ତୁ କଣ୍ଟେଣ୍ଟ କେମିତି ଆସେ ତୁ ଜାଣିନୁ। ମାନେ ମୋର ଗୋଟେ ସାନ ଭାଇଟା ସେ କହିଲା, କିନ୍ତୁ ଆଉ ସିଏ ଯେ ମୋତେ ଏକ୍ଜାମ୍ପଲ୍ ଗୁଡ଼ା ଦେଖେନା, ସେ ଏକ୍ଜାମ୍ପଲ୍ ମାନେ ମୁଁ ତୁମକୁ କହିପାରିବିନି, ଖାଲି ଏତିକି ଶୁଣିଥାଅ। ଆଜିକାଲିଆ ଜେନେରେସନ୍ ପିଲା ଯେମିତି ହେଉଛନ୍ତି ଉଚ୍ଛନ୍ନ ପୁରା, ଠିକ୍ ଅଛି। ତ ସେଇଭଳିଆ କଣ୍ଟେଣ୍ଟ ଅପଲୋଡ଼ କରିବା ପାଇଁ କହୁଛି। ମାନେ ବୁଝିପାରୁଛ ତ, ମାନେ ଛୁଆମାନଙ୍କ ମେଣ୍ଟାଲିଟି କେତେ ତଳୁ ଖସିଗଲା। ମାନେ ତାଙ୍କର ସେଇଗୁଡ଼ା ହିଁ ଦରକାର। କୋଉ କଣ୍ଟେଣ୍ଟ ବୁଝିପାରୁଛନ୍ତି? ଆଡଲ୍ଟ କଣ୍ଟେଣ୍ଟ, କି 10ଟା 15ଟା ନୁହେଁ, ସି ଏଠି ମୋ ମାରୁଛୁ ସେଠି ମୋ ମାରୁଛୁ। ଭାଇ ସେଗୁଡ଼ା କରିକି ମୋର କିଛି ଲାଭ ହିଁ ନାହିଁ। କାରଣ ମୁଁ ଭଲ ଭାବରେ ଜାଣିଛି ସେଗୁଡ଼ାକ କ୍ଷଣକ ମାତ୍ର, ବୟସ ସରିଗଲା ପରେ ନା ଏଇଟା କିଛି ବି କାମରେ ଆସିବନି, ଠିକ୍ ଅଛି। କିନ୍ତୁ ମୁଁ ଯେ କଣ୍ଟେଣ୍ଟ ବନଉଛି ନା ସେଥିରେ କିଛି ଭ୍ୟାଲ୍ୟୁ ଥାଏ। ତମାନେ ଭାବିବ ହଁ ପୁରାଣି ମାରୁଛୁ କହୁଛୁ, ନା ସେମିତି କିଛି ନାହିଁ। ଯେଟା ସତ ସେଇଟା ସତ। ବହୁତ କିଛି କଣ୍ଟେଣ୍ଟ ମୁଁ ବନେଇଛି, ଯାଇକି ବି ଦେଖିପାରିବ, ବ୍ଲଗ ବି ବନେଇଛି। କିନ୍ତୁ ମୁଁ ଏ ଫାଲତୁ ଜିନିଷରେ ନା ଟାଇମ୍ ୱେଷ୍ଟ କରେନି, ଫାଲତୁ ଜିନିଷରେ ମୁଁ ଭିଡ଼ିଓ କରେନି। ସତରେ କେତେ ଯାଉଛି କେତେ ଆସୁଛି କେବଳ ସେଇ ଟପିକ୍ ମାନଙ୍କୁ ନେଇ ଯେଉଁଟାକି ଆଡଲ୍ଟ, ଠିକ୍ ଅଛି। ତ ଖରାପ ଭାବିବ, ମୁଁ ତୋତେ ଏମିତି କହିଦେଲି, କିନ୍ତୁ ସତ କଥା, ଯିଏ ଶୀଘ୍ର ଫେମସ୍ ହେଉଛି ନା ସେ ଶୀଘ୍ର ବି ତଳକୁ ଖସିବ। ସେଇଟାକୁ ୱେଟ୍ କର। କି ମୋତେ କେହି ସପୋର୍ଟ କରୁନାହାନ୍ତି ସେଟା ଡଜ୍ ନଟ୍ ମ୍ୟାଟର, କିଏ ସପୋର୍ଟ କରୁଛି କିଏ ନାହିଁ। ମୋ ଭିଡ଼ିଓଟିକୁ ଦେଖ, ମୋ ଭିଡ଼ିଓରେ କିଛି ଶିଖିବା ପାଇଁ ଯଦି ମିଳୁଛି ଶିଖ। ଯଦି କିଛି ମୁଁ ହରର ବି ଛାଡ଼ୁଛି ତ କିଛି ମଜା ବି ଲାଗୁଥିବ ଆପଣଙ୍କୁ, ହଁ ଏଇ ଜାଗା ଗୋଟେ ଏମିତି ଅଛି ଏମିତି ହେଉଛି, ଠିକ୍ ଅଛି। କିନ୍ତୁ ଫାଲତୁ ଜିନିଷର ଭିଡ଼ିଓ ମୁଁ କରିପାରିବିନି। ଆଇ ଏମ୍ ରିଏଲ୍ ସରି ଆବାଉଟ୍ ଦିସ୍, ଠିକ୍ ଅଛି। ତ ଯେତେ ଚାହିଁ ଭିଡ଼ିଓଟିକୁ ସେୟାର କରିଦେବ। ଧନ୍ୟବାଦ।